ମୁଁ ଉମାକାନ୍ତ ଦ୍ୱିବେଦୀ ଭାରତର ସମସ୍ତ ଜନସାଧାରଣଙ୍କ ନିକଟରେ ନିଜର ପ୍ରଣାମ ଜଣାଉଛି। ଆଜି ମୁଁ ଗୋଟେ ମହତ୍ତ୍ୱପୂର୍ଣ୍ଣ ଟପିକ୍ ଉପରେ ଭାବି ଚିନ୍ତି ଏ ଭିଡ଼ିଓଟି ବନାଉଛି ଯେ ଆମ ଭାରତର ଅଗ୍ରଗତିରେ ବା ପ୍ରଗତିରେ ସବୁଠାରୁ ବଡ଼ ବାଧକ କ'ଣ ଆଉ ତା'ର ସଲ୍ୟୁସନ୍ କ'ଣ ସେ ବିଷୟରେ ଜାଣିବା ପାଇଁ ଟପିକ୍ଟା ମୁଁ ବନାଉଛି। ମୁଁ ଯାହା ଦେଖି ଆସୁଛି ଛୁଆଟି ଦିନରୁ ଯାହା ଅନୁଭବ ବି କରୁଛି ପିଲାବେଳୁ ଆମ ଭାରତର ପ୍ରଗତିରେ ଗୋଟେ ମୁଖ୍ୟ ବାଧକ ହେଉଛି ଭାଷା ବିବାଦ, ଲାଙ୍ଗୁଏଜ୍ କଣ୍ଟ୍ରୋଭର୍ସି ବିଟୱିନ୍ ଷ୍ଟେଟ୍, ରାଜ୍ୟ ମଧ୍ୟରେ ଓ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ। ଏଇଆ ଯେ ବହୁତ ସମୟରେ ଦେଖିବାକୁ ମିଳୁଛି ସାଉଥ୍ ଇଣ୍ଡିଆନ୍ ଷ୍ଟେଟ୍ ଗୁଡ଼ିକ ହିନ୍ଦୀ ଭାଷାକୁ ନିଜ ଷ୍ଟଡି ସିଷ୍ଟମ୍ରେ ଆଡ଼୍ କରିବା ପାଇଁ ରାଜି ହେଉନାହାନ୍ତି। ଆଉ ସେମାନେ ବି ଯେଉଁ କାରଣ ଦର୍ଶାଉଛନ୍ତି ସେଇଟା ବି ଯଥାର୍ଥ। ଏଇଥିପାଇଁ ଯେ ଆପଣ ଦେଖନ୍ତୁ ପ୍ରତ୍ୟେକ ଷ୍ଟେଟ୍ରେ ଗୋଟେ ଷ୍ଟେଟ୍ ଲାଙ୍ଗୁଏଜ୍ ଅଛି, ରିଜନାଲ୍ ଲାଙ୍ଗୁଏଜ୍ ଅଛି। ଯେମିତି ତାମିଲନାଡ଼ୁରେ ତାମିଲ, କର୍ଣ୍ଣାଟକରେ କନ୍ନଡ଼, କେରଳରେ ମାଲାୟାଲି, ଆଉ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶରେ ତେଲୁଗୁ, ଓଡ଼ିଶାରେ ଓଡ଼ିଆ, ୱେଷ୍ଟବେଙ୍ଗଲରେ ବେଙ୍ଗଲୀ, ଆସାମରେ ଆସାମିସ୍, ସେପଟେ ମହାରାଷ୍ଟ୍ରରେ ମରାଠୀ, ଗୁଜୁରାଟରେ ଗୁଜୁରାଟୀ। ପ୍ରତ୍ୟେକ ଷ୍ଟେଟ୍ ଲାଙ୍ଗୁଏଜ୍ ଷ୍ଟେଟ୍ରେ ଗୋଟେ ଷ୍ଟେଟ୍ ଲାଙ୍ଗୁଏଜ୍ ଅଛି, ସେଇଟା ତାଙ୍କର ଅଫିସିଆଲ୍ ଷ୍ଟେଟ୍ ଲାଙ୍ଗୁଏଜ୍। ଆଉ ଆମର ସେକେଣ୍ଡ ଲାଙ୍ଗୁଏଜ୍ ରହୁଛି ହିନ୍ଦୀ କିମ୍ବା ସାଂସ୍କ୍ରିଟ୍ ଅପସନାଲ୍, ଆପଣ ଯାହା ନେଇପାରିବେ ହିନ୍ଦୀ ଆଉ ସାଂସ୍କ୍ରିଟ୍ ଭିତରୁ। ଆଉ ଥାର୍ଡ଼ ଲାଙ୍ଗୁଏଜ୍ ରହୁଛି ଆମର ଯେଉଁଟା ଅଫିସିଆଲ୍ ଲାଙ୍ଗୁଏଜ୍ ଆଉ ଇଣ୍ଟରନ୍ୟାସନାଲ୍ ଲାଙ୍ଗୁଏଜ୍ ଇଂଲିଶ। କିନ୍ତୁ କଥା ଏଇଆ ହେଉଛି 4-5ଟି ରାଜ୍ୟ ପାଇଁ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଆଉ ଝାଡ଼ଖଣ୍ଡ, ଏ 5ଟି ରାଜ୍ୟରେ ହିନ୍ଦୀ ଚାଲେ। ଆଉ ଦିଲ୍ଲୀ ତ ରାଜ୍ୟ ନୁହେଁ, ୟୁନିୟନ୍ ଟେରିଟୋରୀ, କେନ୍ଦ୍ରଶାସିତ ପ୍ରଦେଶ। ତ ଏଇ 5-6ଟି ଜାଗାରେ ହିନ୍ଦୀ ଚାଲେ। ତେଣୁକରି ଏଇ 5-6ଟି ରାଜ୍ୟକୁ ଲକ୍ଷ୍ୟ କରିକି ଯଦି ପୁରା ଅଲ୍ ଓଭର୍ ଇଣ୍ଡିଆର ପ୍ରତି ଷ୍ଟେଟ୍ ଉପରେ ଆମେ ହିନ୍ଦୀ ଭାଷାଟାକୁ ଫୋର୍ସଫୁଲି ଇମ୍ପୋଜ୍ କରିବା, ସେଟା ଠିକ୍ ନୁହଁ। ଏଇଥିପାଇଁ ଯେ ଯଦି ଆମ ଛୁଆମାନେ ନ୍ୟୁ ଏଜୁକେସନ୍ ପଲିସି ଅନୁସାରେ ସାଉଥ୍ ଇଣ୍ଡିଆ ଷ୍ଟେଟ୍ ମାନେ ଯାହା କହୁଛନ୍ତି, ଯଦି ପ୍ରତ୍ୟେକ ଛୁଆମାନେ 3ଟା ଲାଙ୍ଗୁଏଜ୍ ପଢ଼ିବେ, ତାହେଲେ କ'ଣ ହେବ ନା ସେମାନେ ସାଇନ୍ସ କିମ୍ବା ମ୍ୟାଥ୍ରେ ୱିକ୍ ହେଇଯିବେ। କାରଣ ଲାଙ୍ଗୁଏଜ୍ ଓନ୍ଲି ସେମାନେ 3ଟା ପଢ଼ିଲେ। ଫାର୍ଷ୍ଟ ଲାଙ୍ଗୁଏଜ୍ ପଢ଼ିବେ ରିଜନାଲ୍ ଲାଙ୍ଗୁଏଜ୍ ଯେଉଁଟା ଷ୍ଟେଟ୍ ଲାଙ୍ଗୁଏଜ୍, ସେକେଣ୍ଡ ଲାଙ୍ଗୁଏଜ୍ରେ ହିନ୍ଦୀ ପଢ଼ିବେ, ଥାର୍ଡ଼ ଲାଙ୍ଗୁଏଜ୍ରେ ଇଂଲିଶ ପଢ଼ିବେ। ତ ସେମିତି 3ଟା ଖାଲି ତାଙ୍କର ଲାଙ୍ଗୁଏଜ୍ ପେପର୍ରେ ତାଙ୍କର ଟାଇମ୍ ବିଜି ରହିବେ ସେମାନେ, ଆଉ ସାଇନ୍ସ ସବଜେକ୍ଟରେ ସେମାନେ ୱିକ୍ ହେଇଯିବେ। ଆମ ଓଡ଼ିଶା କଥା ମୁଁ କହୁଛି, ତ ଆମ ଓଡ଼ିଶାରେ 10th ଏକ୍ଜାମ୍ ବୋର୍ଡ଼ ଏକ୍ଜାମ୍ ଦେଉଛନ୍ତି ପିଲାମାନେ, 100 ମାର୍କ ଦେଉଛନ୍ତି ଫାର୍ଷ୍ଟ ଲାଙ୍ଗୁଏଜ୍ ଓଡ଼ିଆ, ସେକେଣ୍ଡ ଲାଙ୍ଗୁଏଜ୍ ହିନ୍ଦୀ କିମ୍ବା ସାଂସ୍କ୍ରିଟ୍ ଦେଉଛନ୍ତି 100 ମାର୍କ 200, ଥାର୍ଡ଼ ଲାଙ୍ଗୁଏଜ୍ ଇଂଲିଶ ଦେଉଛନ୍ତି 100 ମାର୍କ 300, ତାପରେ ଫିଜିକାଲ୍ ସାଇନ୍ସ, ଲାଇଫ୍ ସାଇନ୍ସ ମିଶି 100 ସେ 400, ତାପରେ ମ୍ୟାଥ୍ 100 500, ଆଉ ସୋସିଆଲ୍ ସାଇନ୍ସ ହିଷ୍ଟ୍ରି ଜିଓଗ୍ରାଫି ସେ ମିଶିକି 100 600। ତ ଆମେ ଏଇଆ ଗୋଟେ ସଲ୍ୟୁସନ୍ ଆମେ କାଢ଼ିପାରିବା। 3ଟା ଲାଙ୍ଗୁଏଜ୍ ପଢ଼ିବାକୁ ପିଲାଙ୍କୁ ବାଧ୍ୟ କରିବା ଅପେକ୍ଷା, ରାଜ୍ୟମାନଙ୍କୁ ବାଧ୍ୟ କରିବା ଅପେକ୍ଷା ଡେ ଟୁ ଡେ ଲାଇଫ୍ରେ ଯେଉଁଟା ଦରକାର ଆମେ ସେଇଟାକୁ କାହିଁକି ସେଇ ଷ୍ଟଡି ସିଷ୍ଟମ୍ରେ ସିଲାବସ୍ରେ ଆଡ଼୍ ନ କରିପାରିବା। ସେ ସିଲାବସ୍ଟାକୁ, ସେ ସବଜେକ୍ଟଟାକୁ ଆମର ପିଲାମାନଙ୍କର 3ଟା ଲାଙ୍ଗୁଏଜ୍ ପଢ଼ିବାର କିଛି ଆବଶ୍ୟକତା ନାହିଁ। ଯେଉଁ ରାଜ୍ୟରେ ଯେଉଁ ଷ୍ଟେଟ୍ ଲାଙ୍ଗୁଏଜ୍ ଚାଲୁଛି ସେଇଟା ପଢ଼ନ୍ତୁ। ଯେଉଁ ରାଜ୍ୟରେ ହିନ୍ଦୀ ଚାଲୁଛି ଫାର୍ଷ୍ଟ ଲାଙ୍ଗୁଏଜ୍ ସେମାନେ ହିନ୍ଦୀ ପଢ଼ନ୍ତୁ, ଯେଉଁ ରାଜ୍ୟରେ ସାଂସ୍କ୍ରିଟ୍ ଚାଲିଛି ସାଂସ୍କ୍ରିଟ୍ ପଢ଼ନ୍ତୁ, ଯେଉଁଠି ଓଡ଼ିଆ ଚାଲିଛି ଓଡ଼ିଆ ପଢ଼ନ୍ତୁ, ଯେଉଁଠି ତାମିଲ ଚାଲିଛି ଯାହା ଯେଉଁ ରାଜ୍ୟରେ ଯେଉଁ ଲାଙ୍ଗୁଏଜ୍ ସେମାନେ ଫାର୍ଷ୍ଟ ଲାଙ୍ଗୁଏଜ୍ ପେପର୍ଟା ତାଙ୍କ ଷ୍ଟେଟ୍ ଲାଙ୍ଗୁଏଜ୍ ପଢ଼ନ୍ତୁ। ସେକେଣ୍ଡ ଲାଙ୍ଗୁଏଜ୍ଟା ଆମର ଅଫିସିଆଲ୍ ଆଉ ଇଣ୍ଟରନ୍ୟାସନାଲ୍ ଲେବୁଲ୍ ସବୁ କାମକାଜରେ ଚାଲେ ଇଂଲିଶ, ସେକେଣ୍ଡ ଲାଙ୍ଗୁଏଜ୍ ଇଂଲିଶ ପଢ଼ନ୍ତୁ। 2ଟା ଲାଙ୍ଗୁଏଜ୍ ପେପର୍, 2 ଲାଙ୍ଗୁଏଜ୍ ଫର୍ମୁଲାରେ ଯିବାକୁ ପଡ଼ିବ ଆମ ଷ୍ଟଡି ସିଷ୍ଟମ୍କୁ। 3 ଲାଙ୍ଗୁଏଜ୍ରେ କିଛି ଭ୍ୟାଲୁ ନାହିଁ। ସେଇ ଯେଉଁ ଆମେ ଥାର୍ଡ଼ ଲାଙ୍ଗୁଏଜ୍ଟାକୁ ଫୋର୍ସଫୁଲି ଇମ୍ପୋଜ୍ କରିବାକୁ ଚାହୁଁଛନ୍ତି ହିନ୍ଦୀ, ତା ବଦଳରେ ଆମେ ଯଦି କମ୍ପ୍ୟୁଟର ସାଇନ୍ସ ଆଡ଼୍ କରିଦିଅନ୍ତି, ପିଲାମାନେ ଯେମିତି ବୋର୍ଡ଼ ଏକ୍ଜାମ୍ 600 ମାର୍କର ଦେଉଛନ୍ତି ସେମିତି 600 ମାର୍କ ପାଇଁ ସେମାନେ ପ୍ରିପେୟାର ହେବେ। 600 ମାର୍କରୁ ଆମେ ଯେଉଁ
থার্ଡ଼ ଲାଙ୍ଗୁଏଜ୍ ହିନ୍ଦୀଟା ଫୋର୍ସଫୁଲି ଇମ୍ପୋଜ୍ କରୁଛନ୍ତି, ତା ବଦଳରେ ଆମେ ଯଦି କମ୍ପ୍ୟୁଟର ସାଇନ୍ସ ଆଡ଼୍ କରିଦେବା ପିଲାମାନେ ବେନିଫିଟ୍ରେ ରହିବେ। ପିଲାମାନେ ଓଡ଼ିଆ, ହିନ୍ଦୀ, ଇଂଲିଶ ତିନିଟା ଲାଙ୍ଗୁଏଜ୍ ପଢ଼ିବେ, ତାପରେ ଫିଜିକାଲ୍ ସାଇନ୍ସ, ଲାଇଫ୍ ସାଇନ୍ସ ମିଶିକି 100, ମ୍ୟାଥ୍ 100, ହିଷ୍ଟ୍ରି ଜୋଗ୍ରାଫି 100, 600 ମାର୍କର। ସେମାନେ ତିନିଟା ଲାଙ୍ଗୁଏଜ୍ ପଢ଼ିଲେ ଫାଇଦାରେ କ'ଣ ରହିବେ? ଲାଙ୍ଗୁଏଜ୍ ପଢ଼ିକି ତ କେଉଁ ଦେଶ ଡେଭଲପ୍ କରିନି। ଲାଙ୍ଗୁଏଜ୍ ଗୋଟିଏ କିମ୍ବା ହାଷ୍ଟଲି 2ଟା ଲାଙ୍ଗୁଏଜ୍ ପଢ଼ିଲେ ଯଥେଷ୍ଟ। 3ଟା ଲାଙ୍ଗୁଏଜ୍ ପଢ଼ିବାର କିଛି ଆବଶ୍ୟକ ନାହିଁ। ତା ବଦଳରେ ଆମେ ଯଦି କମ୍ପ୍ୟୁଟର ସାଇନ୍ସ ସିଲାବସ୍ଟାକୁ ସ୍କୁଲ୍ ଲେବୁଲ୍ରୁ ଆଡ଼୍ କରିଦେବା ଆମ ସ୍କୁଲ୍ ସିଷ୍ଟମ୍ରେ, ତାହେଲେ ଆମ ପିଲାମାନେ ବେନିଫିଟ୍ରେ ରହିବେ। ଆଉ ସେମାନେ 10th ପାସ୍ ପରେ କି +2 ପାସ୍ ପରେ ଯେଉଁ କମ୍ପ୍ୟୁଟର କୋର୍ସ ବାହାରେ କରୁଛନ୍ତି, ଡିପ୍ଲୋମା କିମ୍ବା PGDCA, ସେଗୁଡ଼ାକ ତାଙ୍କୁ କରିବାକୁ ପଡ଼ିବନି। ସେମାନେ କମ୍ପ୍ୟୁଟର ସବଜେକ୍ଟରେ ଥର ହୋଇଯିବେ ସ୍କୁଲ୍ ଲେବୁଲ୍ରୁ। ସେଟା ଆମେ ସାଇନ୍ସ ଓରିଏଣ୍ଟେଡ଼୍ ଆମ ସିଲାବସ୍ଟାକୁ ବନେଇବା ଦରକାର। ତା ସଲ୍ୟୁସନ୍ଟା ହେଲା ଏଇଆ। କୌଣସି ରାଜ୍ୟ ଉପରେ ହିନ୍ଦୀ ଭାଷାକୁ ବାଧ୍ୟ କରିକି କିଛି ଲାଭ ନାହିଁ। କ'ଣ ହେବ ହିନ୍ଦୀ ଫୋର୍ସ କଲେ? ବିହାର, ଉତ୍ତରପ୍ରଦେଶ ଯେଉଁ ରାଜ୍ୟରେ ହିନ୍ଦୀ ଭାଷା ଚାଲୁଛି ସେ ରାଜ୍ୟରେ ହିନ୍ଦୀ ଭାଷା ଚାଲୁ। ଫାର୍ଷ୍ଟ ଲାଙ୍ଗୁଏଜ୍ ସେମାନେ ହିନ୍ଦୀ ପଢ଼ନ୍ତୁ। ଯେଉଁ ରାଜ୍ୟରେ ତାମିଲ ଚାଲୁଛି ତାମିଲ ପଢ଼ନ୍ତୁ। ଆଉ ଯେଉଁ ରାଜ୍ୟରେ ଓଡ଼ିଆ ଚାଲୁଛି ଓଡ଼ିଆ ପଢ଼ନ୍ତୁ। ସେକେଣ୍ଡ ଲାଙ୍ଗୁଏଜ୍ଟା ଅଫିସିଆଲ୍ ଲାଙ୍ଗୁଏଜ୍ଟା ସେଟାକୁ ଆମର ସବୁ ଯେହେତୁ ଅଫିସିଆଲି କାମକାର୍ଯ୍ୟ ହେଉଛି ଇଂଲିଶରେ, ସେକେଣ୍ଡ ଲାଙ୍ଗୁଏଜ୍ଟା ସବୁ ଷ୍ଟେଟ୍ରେ କମ୍ପଲସରି ରହିବ ଇଂଲିଶ। ଆମେ ଯେଉଁ ଥାର୍ଡ଼ ଲାଙ୍ଗୁଏଜ୍ଟା ଫୋର୍ସଫୁଲି ପୁରଉଛନ୍ତି, ତା ବଦଳରେ ଆମେ ଯଦି କମ୍ପ୍ୟୁଟର ସାଇନ୍ସ ଆଡ଼୍ କରିଦେବା, ହେଇଗଲା। ଫାର୍ଷ୍ଟ ଲାଙ୍ଗୁଏଜ୍ ଓଡ଼ିଆ, ସେକେଣ୍ଡ ଲାଙ୍ଗୁଏଜ୍ ଇଂଲିଶ, ଥାର୍ଡ଼ରେ ଆସିଲା ସିଲାବସ୍ କମ୍ପ୍ୟୁଟର ସାଇନ୍ସ, 4ରେ ଫିଜିକାଲ୍ ସାଇନ୍ସ, ଲାଇଫ୍ ସାଇନ୍ସ, 5ରେ ମ୍ୟାଥ୍, 6ରେ ହିଷ୍ଟ୍ରି, ଜିଓଗ୍ରାଫି, ସୋସିଆଲ୍ ସାଇନ୍ସ। ତାହେଲେ ଆମ ଷ୍ଟଡ଼ି ସିଷ୍ଟମ୍ଟା ଗୋଟେ ବେଟର୍ ସାଇନ୍ସ ଓରିଏଣ୍ଟେଡ଼୍ ଷ୍ଟଡ଼ି ସିଷ୍ଟମ୍ ହୋଇପାରିବ। ଆମ ପିଲାମାନେ ବେଶୀ ସାଇନ୍ସରେ ଡେଭଲପ୍ କରିବେ। ଦେଶ ଡେଭଲପ୍ କରିବ ବେଶୀ ସାଇନ୍ସ, ମ୍ୟାଥ୍, କମ୍ପ୍ୟୁଟର, ସାଇବର ସିକ୍ୟୁରିଟି ଏ ସବଜେକ୍ଟ ଗୁଡ଼ାକ ଷ୍ଟଡ଼ି ସିଷ୍ଟମ୍ରେ ଆଡ଼୍ କଲେ। ଲାଙ୍ଗୁଏଜ୍ ଅଧିକ ପଢ଼ିଲେ କିଛି ଲାଭ ହେବନି। ଲାଙ୍ଗୁଏଜ୍ 1 या 2, ଗୋଟେ କିମ୍ବା 2ଟା ଲାଙ୍ଗୁଏଜ୍ ହେଲେ ଯଥେଷ୍ଟ। ଗୋଟେ ରିଜନାଲ୍ ଲାଙ୍ଗୁଏଜ୍, ପ୍ରତ୍ୟେକ ଷ୍ଟେଟ୍ରେ ରିଜନାଲ୍ ଲାଙ୍ଗୁଏଜ୍ ସେମାନେ ଯାହା ଅଛି ପଢ଼ନ୍ତୁ। ସେକେଣ୍ଡରେ ଅଫିସିଆଲ୍ ଲାଙ୍ଗୁଏଜ୍ ଇଂଲିଶ ପଢ଼ନ୍ତୁ କମ୍ପଲସରି ସବୁ ଷ୍ଟେଟ୍ରେ। ତାହେଲେ ଯେଉଁ ଆମର ଅଲ୍ଟରନେଟିଭ୍ ଆଦାନ ପ୍ରଦାନ ହେବ ସବୁ ଅଫିସିଆଲ୍ ଡକୁମେଣ୍ଟ ଗୁଡ଼ାକ, ସେଗୁଡ଼ାକ ଇଂଲିଶରେ ସବୁ ଚାଲୁଛି। ଯେମିତି ସବୁ ହାଇକୋର୍ଟ ଆଉ ସୁପ୍ରିମକୋର୍ଟର ସବୁ କାମ ଇଂଲିଶରେ ଚାଲେ। ତେଣୁକରି ହିନ୍ଦୀ ଫୋର୍ସଫୁଲି କୋର୍ସ ସବଜେକ୍ଟରେ ଷ୍ଟଡ଼ି ସିଷ୍ଟମ୍ରେ ଆଡ଼୍ କରିକି କିଛି ଲାଭ ନାହିଁ। ତା ଅପେକ୍ଷା 2 ଲାଙ୍ଗୁଏଜ୍ ଫର୍ମୁଲାରେ ଗଲେ ଆମକୁ ଭଲ ହେବ। ଆମେ ଥାର୍ଡ଼ ଲାଙ୍ଗୁଏଜ୍ ଯେଉଁଟା ଆମେ ହିନ୍ଦୀ ପୁରେଇବାକୁ ଚାହୁଁଛନ୍ତି, ତା ବଦଳରେ କମ୍ପ୍ୟୁଟର ସାଇନ୍ସ ସିଲାବସ୍ ସ୍କୁଲ ବୋର୍ଡ଼ରେ ଲାଗୁ କଲେ ବେଶୀ ଆମ ପିଲାମାନେ ବେନିଫିଟ୍ରେ ରହିବେ। ମୁଁ ଏତିକି କହିକି ମୋ ବକ୍ତବ୍ୟ ଶେଷ କରୁଛି। ଜୟ ଭଗବାନ ପରଶୁରାମ।